ବନ୍ଧୁଗଣ 3 ବର୍ଷ ପୂର୍ବେ ଟିମ୍ ଇଣ୍ଡିଆର ଅଧିନାୟକ ପଦ ଛାଡ଼ିଥିବା ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପୁଣି ଥରେ ମଇଦାନରେ ନିଜର ପୁରୁଣା ଷ୍ଟାଇଲରେ ନଜର ଆସିଥିଲେ। ସିଡନୀ ଟେଷ୍ଟରୁ ରୋହିତ ଶର୍ମା ନିଜକୁ ଦୂରେଇ ନେଇଥିଲେ। ଏହାପରେ ଉପ ଅଧିନାୟକ ଯଶପ୍ରୀତ ବୁମରାଙ୍କୁ ଦଳର ନେତୃତ୍ୱ ମିଳିଥିଲା। ହେଲେ ମ୍ୟାଚ୍ର ଦ୍ୱିତୀୟ ଦିନ ଆହତ ହେବା ଯୋଗୁଁ ବୁମରା ମଇଦାନକୁ ଛାଡ଼ି ଚାଲି ଯାଇଥିଲେ। ଏହାପରେ କୋହଲି ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ଏହାପରେ ବୋଲରମାନେ ହଠାତ୍ ଚମତ୍କାର ବୋଲିଂ କରିବା ଆରମ୍ଭ କରିଥିଲେ। ଅଷ୍ଟ୍ରେଲିଆ ଖୁବ୍ କମ୍ ଓଭରରେ ୱିକେଟ୍ ହରାଇଥିଲା। ଏହାପରେ କୋହଲିଙ୍କୁ ପୁଣି ଥରେ ଅଧିନାୟକ କରାଯାଉ ବୋଲି ଦାବି କରାଯାଉଛି। ଆହତ ହେବା ପରେ ବୁମରା ଯେବେ ମଇଦାନ ଛାଡ଼ିଥିଲେ ସେତେବେଳେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର 96 ରନରେ 4ଟି ୱିକେଟ୍ ଥିଲା। ଏଠାରୁ ଦଳର ନେତୃତ୍ୱ କୋହଲି ସମ୍ଭାଳିବା ଆରମ୍ଭ କରିଥିଲେ। ପରେ 181 ରନରେ ଅଷ୍ଟ୍ରେଲିଆର ପୁରା ଟିମ୍ ଅଲ୍ ଆଉଟ୍ ହୋଇଯାଇଥିଲା। ପୁଣି ଥରେ ବିରାଟ ନିଜର ନେତୃତ୍ୱ ବଳରେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ପ୍ରଥମେ ଭାରତର ଇନିଂସର ସ୍କୋରରୁ ଅଷ୍ଟ୍ରେଲିଆ ଆଗକୁ ଯିବା ନିଶ୍ଚିତ ବୋଲି ଲାଗୁଥିଲା। ହେଲେ ଶେଷରେ ଦଳ ଭାରତ ଇନିଂସଠାରୁ 4 ରନର ପଛୁଆ ଥିଲା। ଏସବୁ ଘଟଣାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ କୋହଲିଙ୍କୁ ପୁଣି ଥରେ ଅଧିନାୟକ କରାଯାଉ ବୋଲି ଦାବି କରୁଛନ୍ତି। ବ୍ରିଙ୍ଗ ବ୍ୟାକ୍ ବିରାଟ ଆଜ୍ ଟେଷ୍ଟ କ୍ୟାପ୍ଟେନ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।